ଦେଖନ୍ତୁ ପ୍ରଥମ କଥା ହେଲା ଯେ ହଠାତ୍ ସରକାର ଏଭଳି ଗୋଟେ ଉଦ୍ଭଟ ଚିନ୍ତାଧାରା ତାଙ୍କ ମୁଣ୍ଡକୁ କାହିଁ ପଶିଲା। ଆ ପୂର୍ବରୁ ଦୁଇଥର ସରକାର ସେ କରିସାରିଲେଣି। ତା ପୂର୍ବରୁ ବାଜପେୟୀଙ୍କ ସରକାର ବି ଥିଲା, କାହା ମୁଣ୍ଡକୁ ଏଟା ଜୁଟୁ ନଥିଲା, ଏ ବୁଦ୍ଧି କାହାକୁ ଦିଶୁ ନଥିଲା। ଏବେ ହଠାତ୍ କାହିଁକି ଆସିଲା, ସେଇଠି ହିଁ ତାର ମଞ୍ଜିଟା ଅଛି। ତାର କାରଣ ହଉଛି ଯେ ଆପଣ ଜାଣିଛନ୍ତି ଉପରାଷ୍ଟ୍ରପତି ନିର୍ବାଚନ ଆସୁଛି। ଉପରାଷ୍ଟ୍ରପତି ନିର୍ବାଚନରେ ଆଜି ପର୍ଯ୍ୟନ୍ତ ବିଜେପି କୁ ସମର୍ଥନ କରି ଆସୁଥିବା ଅନେକ ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସେମାନେ ଏବେ ହୁଏତ ବିଜେପି ସାଙ୍ଗରେ ନ ରହିପାରନ୍ତି। ତାଙ୍କୁ ଡରେଇବା ପାଇଁ ଇଏ ଗୋଟିଏ ବିଜେପିର ଗୋଟେ ଷ୍ଟଣ୍ଟ, ପଲିଟିକାଲ ଷ୍ଟଣ୍ଟ, ଏବଂ ଆ ପଛରେ ଗୋଟେ ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଫାଶୀବାଦୀ ମାନସିକତା କାମ କରୁଛି। ଯେ ଆପଣଙ୍କର ରାଜନୈତିକ ପ୍ରତିପକ୍ଷ ମାନଙ୍କୁ ତାଙ୍କର ପକ୍ଷଛେଦନ କରିବା ପାଇଁ, ତାଙ୍କୁ ଦମନ କରିବା ପାଇଁ, ତାଙ୍କୁ ଡରେଇ ଧମକେଇକି ନିଜ ସାଙ୍ଗରେ ନଚିବା ପାଇଁ ଇଏ ଗୋଟେ ହୀନ ଏବଂ ଘୃଣ୍ୟ ଉଦ୍ୟମ ବା କୌଶଳ। କିନ୍ତୁ ଏଥିରେ ସେ ସଫଳ ହେବେନି। ଜେପିସି କି ଯାଇଛି, ଜେପିସିରେ ଆଲୋଚନା ହବ, ଆଲୋଚନାରେ କାଟ ଖାଇବ। କାହିଁକି ନା ମୁଁ ସିଧାସଳଖ କହିବାକୁ ଚାହେଁ ଯେ ଗୋଟିଏ ଏ ଦେଶରେ ଅନେକ ଏକ୍ସାମ୍ପଲ୍ସ ଅଛି, ଆମ୍ପୁଲ ଏକ୍ସାମ୍ପଲ୍ସ, ଯୋଉଥିରେ ଏମିତି ବହୁତ ରାଜନୈତିକ ଲୋକଙ୍କୁ ଗିରଫ କରାଯାଇଛି ମାସ ମାସ ବର୍ଷ ବର୍ଷ ଧରିକିରି। କିନ୍ତୁ ଆଟ୍ ଦି ଏଣ୍ଡ ଅଫ୍ ଦି ଡେ ସେମାନେ ନିର୍ଦ୍ଦୋଷରେ ଖଲାସ ହେଇଛନ୍ତି। ରାଜନୈତିକ ଅଭିସନ୍ଧି ରଖିକିରି, ଆକ୍ରୋଶ ରଖିକିରି ଏମିତି ମୋଦୀ ସରକାର ଏତେ ମାତ୍ରାରେ କରିଛି, ଥକି ଯାଇଛି। ତେଣୁ ଏ ଗୋଟେ ନୂଆ ଅସ୍ତ୍ର ଆପଣେଇଛି। ଆପଣ ଦିଲ୍ଲୀରେ ସତ୍ୟେନ୍ଦ୍ର ଜୈନଙ୍କ କଥା ଦେଖିବେ, ଆମ୍ ଆଦମୀ ପାର୍ଟିର ସେ ମନ୍ତ୍ରୀ ଥିଲେ, ବର୍ଷ ବର୍ଷ ଧରି ଜେଲରେ ରଖିଲେ। ଅଭିଯୋଗ କଣ କେହି ଜାଣିପାରିଲେ ନାହିଁ, ସିଏ ନିର୍ଦ୍ଦୋଷରେ ଖଲାସ ହେଲେ। ହେମନ୍ତ ସୋରେନଙ୍କ କଥା ଦେଖନ୍ତୁ, ମୁଖ୍ୟମନ୍ତ୍ରୀ ଝାଡଖଣ୍ଡର, ତାଙ୍କୁ ମଧ୍ୟ ଜେଲରେ ପୁରେଇ ଦିଆଗଲା। ତେଣୁ ମୋଦୀ ସରକାର ଗୋଟେ ସ୍ୱେଚ୍ଛାଚାରୀ ଏକଛତ୍ରବାଦୀ ଶାସକର ପରିଚୟ ଦଉଛି, ଗଣତନ୍ତ୍ରର ଗଳା ଚିପିବା ପାଇଁ ଏଭଳି ଘୃଣ୍ୟ ଉଦ୍ୟମ କରୁଛି।